ଦର୍ଶକ ବନ୍ଧୁ, ଉତ୍ତରାଖଣ୍ଡର ଖଟିମା ରୋଡରେ ଏପରି ଏକ ଦୁର୍ଘଟଣା ଘଟିଛି ଯାହା ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ଏକ ସୋସିଆଲ ମିଡିଆରେ ଘୁରି ବୁଲିଥିବା ଭିଡିଓରୁ ଜଣାପଡିଛି ଯେ ଜଣେ ଶିକ୍ଷୟିତ୍ରୀ ନିଜ ଆକ୍ଟିଭା ସ୍କୁଟିରେ ସ୍କୁଲ ଯାଉଥିବା ସମୟରେ ରାସ୍ତାରେ ଏକ ଶୋଇଥିବା ହାତୀକୁ ଅନ୍ୟମନସ୍କ ଫଳରେ ଦେଖିପାରି ନଥିଲେ ଏବଂ ତାଙ୍କ ଆକ୍ଟିଭା ସ୍କୁଟିଟି ସିଧା ଯାଇ ହାତୀ ଦେହରେ ଧକ୍କା ହୋଇଥିଲା। ଆଉ ଏ ଧକ୍କା ଫଳରେ ହାତୀର ଦାନ୍ତରୁ କିଛି ଅଂଶ ଭାଙ୍ଗି ରାସ୍ତା ଉପରେ ପଡିଯାଇଥିଲା। ମହିଳାଙ୍କର କୌଣସି କ୍ଷତି ହୋଇନଥିବା ବେଳେ ତାଙ୍କ ସ୍କୁଟିଟି ପ୍ରାୟ ଭାଙ୍ଗି ଯାଇଛି। ଆଉ ଏହି ଦୃଶ୍ୟକୁ ଦେଖିବା ପାଇଁ ସେଠାରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ହାତୀ ଦେହରେ ଧକ୍କା ହେବା ଫଳରେ ହାତୀଟି ଭୟରେ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା। ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।